ଯୋଉ ଯୋଉ ଦୁଇ ଜଣ ଝିଅ କଥାରେ ପୁରା ସାରା ଓଡିଶା ସେମାନଙ୍କୁ ଦେଖୁଛି ଯେ ମିଥ୍ୟା ଅଭିଯୋଗ ଆଣୁଛନ୍ତି ମୋ ଭଣଜା ନାଁରେ। ଏ ପର୍ଯ୍ୟନ୍ତ ହେଲାଣି ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ପ୍ରଶାସନ ନଉନି। ଆଉ ଯୋଉ ଭାଇଟି ମୋ ଭଣଜାର ବାଇକରୁ ଚାବି ଛଡାଇ ନେଇଥିଲେ ପ୍ରଥମେ, ତାଙ୍କ ନାଁ ବିରଞ୍ଚି ନାରାୟଣ ଜେନା। ସିଏ ଯଦି ଚାବି ସେଠୁ ଛଡାଇ ନେଇନଥାନ୍ତେ ହୁଏତ ମୋ ଭଣଜା ସେ ଜାଗାରୁ ଗାଡି ଧରି କୁଆଡେ ପଳେଇଥାନ୍ତା, ଆଉ ଏତେ ବଡ ଦୁର୍ଘଟଣା ଘଟି ନଥାନ୍ତା। ସିଏ ଲୋକଟି ପ୍ରତି ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଆଉ ବର୍ତ୍ତମାନ ସୁଦ୍ଧା ମାତ୍ର 11 ଜଣ ଆକ୍ୟୁଜ ଧରା ପଡିଛନ୍ତି। ଆଉ ତ ବହୁତ ଆକ୍ୟୁଜ ଅଛନ୍ତି। ଏ ପର୍ଯ୍ୟନ୍ତ ହେଲାଣି ପ୍ରଶାସନ କାହିଁକି ସେମାନଙ୍କୁ ଧରୁନାହିଁ? ମୁଁ ପୁଣି ସେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ହଉ ମାନ୍ୟବର ଅଦାଲତଙ୍କୁ ଅନୁରୋଧ କରୁଛି, ଏଇ ଯୋଉ ଘଟଣା ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆମର କ୍ରାଇମ ବ୍ରାଞ୍ଚକୁ ନିୟୋଜିତ କରିଛନ୍ତି। ମୁଁ ସେଇ କ୍ରାଇମ ବ୍ରାଞ୍ଚକୁ ଅନୁରୋଧ କରୁଛି ଯେ ସେମାନେ ନିରପେକ୍ଷ ତଦନ୍ତ କରନ୍ତୁ, ଠିକ ଦିଗରେ ଯାଆନ୍ତୁ, ଦିଗହରା ହୁଅନ୍ତୁ ନାହିଁ। ଆମକୁ ଉଚିତ ନ୍ୟାୟ ଦିଅନ୍ତୁ। ଆମକୁ ଉଚିତ ନ୍ୟାୟ ଦେଲେ ଆମେ ନିଶ୍ଚିନ୍ତ ଖୁସି ତ ହେଇପାରିବୁନି, ମନରେ ଗୋଟେ ଆଶ୍ୱାସନା ରହିବ ଯେ ଯୋଉ ମାନେ ଏଭଳି ବର୍ବରତା କାଣ୍ଡ ଘଟେଇଛନ୍ତି ମୋ ଭଣଜା ବିରୁଦ୍ଧରେ ସେମାନେ ଦଣ୍ଡ ପାଆନ୍ତୁ ଏବଂ ଓଡିଶାବାସୀ ମଧ୍ୟ ଦେଖନ୍ତୁ ନାଇଁ ପ୍ରକୃତ ଯୋଉମାନେ ଏଭଳି ବର୍ବରତା କାଣ୍ଡ କରୁଛନ୍ତି ସେମାନେ ଉଚିତ ଦଣ୍ଡ ପାଇଛନ୍ତି। ହୁଏତ ଆଗକୁ ଏ ଘଟଣା ଆଉ ପୁନରାବୃତ୍ତି ନ ହେଇପାରେ। ଏତିକି କହିବି।